ପିଲାମାନେ ଗତ କ୍ଲାସରେ ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାର ପ୍ରାବନ୍ଧିକ ହେଉଛନ୍ତି ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ସେ ଜଣେ ଖ୍ୟାତନାମା ଐତିହାସିକ ଓ ସାହିତ୍ୟିକ। ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ଭିତ୍ତି କରି ପ୍ରବନ୍ଧ ରଚନା କରିବାରେ ତାଙ୍କର ମୌଳିକତା ସୁସ୍ପଷ୍ଟ। ପ୍ରଫେସର ପାଣିଗ୍ରାହୀଙ୍କ ସାରସ୍ୱତ ସୃଷ୍ଟିଗୁଡ଼ିକ ତଥ୍ୟଯୁକ୍ତ ଓ ବିଶ୍ଳେଷଣାତ୍ମକ। ବାସ୍ତବତା ଓ କଳ୍ପନାର ସମନ୍ୱୟ କୃଷ୍ଣଚନ୍ଦ୍ରଙ୍କ ପ୍ରବନ୍ଧକୁ ଅଧିକ ସୁଖପାଠ୍ୟ କରିଛି। ତାଙ୍କ ରଚିତ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର, ସାରଳା ସାହିତ୍ୟରେ ଐତିହାସିକ ଚିତ୍ର, ଭାରତୀୟ ପ୍ରତ୍ନତତ୍ତ୍ୱ, ଇତିହାସ ଓ କିମ୍ବଦନ୍ତୀ, ପ୍ରବନ୍ଧ ମାନସ ଓ ତାଙ୍କର ଗବେଷଣା ନିବନ୍ଧ ଆର୍କୋଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର ଏବଂ ଆତ୍ମଜୀବନୀ ମୋ ସମୟର ଓଡ଼ିଶା ଉଚ୍ଚକୋଟୀର ସାରସ୍ୱତ ସୃଷ୍ଟି। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପାଇଥିଲେ। ମୋ ସମୟର ଓଡ଼ିଶା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ଏହି ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଜି ତାହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା। ଓଡ଼ିଶାର ଭୌଗୋଳିକ ଚିତ୍ର ଏ ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି ତାକୁ ମଧ୍ୟ ଦେଖିବା। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଜାତୀୟବାଦୀ ପ୍ରାବନ୍ଧିକ। ସାହିତ୍ୟରେ ବର୍ଷାବରଣ ଏକ ସୁପ୍ରାଚୀନ ପରମ୍ପରା। ମହାକବି କାଳିଦାସ ବର୍ଷାକୁ ଦୂତ କରି ପ୍ରଣୟ ନିକଟକୁ ପଠାଇଛନ୍ତି। ପ୍ରାବନ୍ଧିକ ପାଣିଗ୍ରାହୀ ସେହି ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ କରିବା ପାଇଁ ବ୍ୟବହାର କରିଛନ୍ତି। ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଉତ୍କଳ ଭୂମିର ଗୌରବବାହ ଅତୀତ ଓ ଅବହେଳିତ ବର୍ତ୍ତମାନ ବିଷୟ ଉଲ୍ଲେଖ କରି ପୂର୍ବର ସେହି ଗୌରବ ଫେରାଇ ଆଣିବା ଲାଗି ସେ ପ୍ରେରଣା ପ୍ରଦାନ କରିଛନ୍ତି। ଉକ୍ତ ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ ତାଙ୍କ ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ ହୋଇଛି। ମନେ ରଖିବ ପିଲାମାନେ ଯେ ଏହି ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧଟି ତାଙ୍କ ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ ହୋଇଛି। ଏହି ପ୍ରବନ୍ଧରେ ସେ ଇତିହାସ, ପ୍ରତ୍ନତତ୍ତ୍ୱ ଓ ଭୂଗୋଳ ସାହିତ୍ୟର ରୂପ ନେଇ ତାଙ୍କ ଐତିହ୍ୟ ସଚେତନ ମନ ଓ ସୃଜନଶୀଳତାର ପରିଚୟ ଦେଇଛନ୍ତି। ଏକାନ୍ତ ବିଶ୍ଳେଷଣାତ୍ମକ ଓ ତଥ୍ୟଯୁକ୍ତ ତାଙ୍କ ପ୍ରବନ୍ଧଗୁଡ଼ିକ ବାସ୍ତବତା ଓ କଳ୍ପନା ବିଳାସ ଭିତରେ ପାଠକଙ୍କୁ ସୁଖଦ ଅନୁଭବ ଆଣିଦେଇଛି। ପୁଷ୍ପପୁରରେ ସ୍ନିଗ୍ଧ କଜ୍ଜଳକାନ୍ତିମୟ ମେଘମାଳାକୁ ସ୍ୱାଗତ କରିବା ପରେ ପ୍ରାବନ୍ଧିକ ଅଶ୍ରୁ ଅର୍ଘ୍ୟ ଓ ମାନସ କମଳ ଅର୍ପଣ କରି ନିଜ ମାତୃଭୂମି ଉତ୍କଳ ଉଦ୍ଦେଶ୍ୟରେ ବରଣ କରିଛନ୍ତି। ଉତ୍କଳ ଗୌରବକୁ ଏ ପ୍ରବନ୍ଧରେ ସ୍ଥାନ ଦେଇଛନ୍ତି। ପୃଥିବୀରେ ଯେମିତି ଭାରତବର୍ଷ ଉତ୍କୃଷ୍ଟ, ସେହିପରି ଭାରତରେ ଉତ୍କଳ ଉତ୍କୃଷ୍ଟ ବୋଲି ସେ ଉତ୍କଳର କଥାକୁ ଏଥିରେ ସ୍ଥାନ ଦେଇଛନ୍ତି। ଏହି ଉତ୍କଳରେ ଜଳାଭାବ ଯୋଗୁଁ ହାହାକାର ପଡ଼ିଥିବା ଲୋକମାନଙ୍କୁ ଜଳ କଷ୍ଟରୁ ରକ୍ଷା କରିବା ପାଇଁ ସେ ମେଘକୁ ଆହ୍ୱାନ କରିଛନ୍ତି। ଜଳାଭାବ ଯୋଗୁଁ ହାହାକାର ପଡ଼ିଥିବା ଉତ୍କଳ ଭୂମିକୁ ଚିହ୍ନାଇବା ପାଇଁ ସେ ବାରିଦକୁ କହିଛନ୍ତି ଯେ ଭାରତର ସାରଭୂତା ଉତ୍କଳ ଭୂମିର ଗୋଟିଏ ଦିଗରେ ତାଳ, ତମାଳ, ତାମ୍ବୁଳ, ନାରିକେଳ, ପୂର୍ଣ୍ଣ, ପୁନାଗ ବନ ଓ ମହୋଦଧିର ବେଳା ବଳୟିତ ହୋଇ ରହିଥିବା ବେଳେ ଅନ୍ୟ ଦିଗରେ ଉତ୍ତୁଙ୍ଗ ଶିଖରମାଳୀ ଓ ନିବିଡ଼ ବନଭୂମି ଅସରନ୍ତି ଶ୍ୟାମଳିମା ତାକୁ ଅପରୂପା କରିଛି। ଏଠାରେ ସେ ଉତ୍କଳର
रूपକୁ वर्णना करिसेंती केउ पटरे कौन रही उत्कलर से उत्कल भूमिर पार्वत्य अंचल को लेखक प्रथमे आवर्तित मेघमाला को आमंत्रण करिसेंती जो दंथुरित अनुर्वर उच्च नीच भूमिर शस्य क्षेत्र रे शाली धान्य आकाश को चाही झाउली जाइथिबो ओ शाली क्षेत्र को देखि वनवासी मन आतंक रे थरी उठुथिबो। प्राबंधिक ओडिशार पार्वत्य अंचलर भौगोलिक चित्र वर्णना देई तांका सरल निष्कपट कर्मठ अधिवासी मानकर महत् प्रतिपादन करिसेंती। मानविकता एही वनवासी मानकर विशेष गुण जहाँ वर्तमान जुगर लोकंग मानक पाखरे नाही। प्राबंधिक उत्कलर विभिन्न पहाड़ पर्वतर भौगोलिक वर्णना देई मेघ को कहिसेंती जे अविरात बारीपातरे जदि क्लांति आसे तेबे से मेघासन गंधमार्दन और माल्यगिरी रे अवसर नेब। ताले मेघ केउठी अवसर नेब ना मेघासन गंधमार्दन और माल्यगिरी रे अवसर नेब। उत्कलर उत्तरांचल मेघासन पर्वत इटी उत्कलर भौगोलिक स्थिति विषय कहिसेंती। उत्कलर उत्तरांचल रे मेघासन पर्वत पश्चिमांचल रे गंधमार्दन दक्षिण रे माल्यगिरी उत्कलर स्वतंत्र परिचय सृष्टि करिथाए। एही पर्वत संलग्न वनभूमि रे असरंती रत्न भंडार परिपूर्ण होई रहिछि। मात्र उत्कलवासी उपवास रे दिन काटुछंती। एही पहाड़ पर्वत रे थिबा खंडाधार देवगढ़ जलप्रपातर वर्णना प्राबंधिक मध्य करिसेंती। पिला माने जाइथिबो तुमे माने सब पिकनिक खंडाधार जलप्रपात देखिथिबो देवगढ़ जलप्रपात देखिथिबो सेहार दृश्य को एठारे से स्थान देइछंती। एही महावनरु पश्चिमाभिमुखी होई मेघ संबलपुर अंचल रे पहुँचीबो। जेउ अंचल रे सूक्ष्म धान शाली धान चाष करा जाए। संबलपुर को ओडिशार भातहांडी मध्य कहा जाए। संबलपुरी चाउल जे न खाई से जानी परिबो नहीं तार स्वाद कौन। एठारे संबलपुर कथा कहा जाइछि एवं एई संबलपुर अंचलर नर नारी मानकर विशेषत्व को मध्य मेघ आगरे से शुणाइछंती। सेमानकर आयत नयनर भंगी रे तांकर सुकर्म को बखाणिछंती। केदार भरा बा शस्य भरा बारीपातरे संबलपुर को श्यामल करने को प्राबंधिक मेघ को आह्वान करिछंती। संबलपुर उपकूल अंचल अभिमुखे आसिबा बेले टंकिल अनुगोल पथरे कपिलास स्पर्श करी आसिबो। एठारे कवि संबलपुर मेघ संबलपुर जीवा बाटरे आगे पड़िबो कपिलास। तेणु कपिलास रे प्राबंधिक कहउछिनी जे तुमे कौन करिवो ना सेठी टंकिल अनुगुल कपिलास को स्पर्श करी आसिबो। उपकूल को छुईबा पूर्वर उत्कलर उत्तुमांग कटक को थरे देखा लेखक मेघ को आह्वान करिछंती। आगे आसिल केउठी ना संबलपुर गल संबलपुर पुणी अनुगुल अनुगुल पर आसुछ तुम कटक कटक रे मेघ को आह्वान करिछंती प्राबंधिक तुमे कौन करिवो ना उपकूल को छुईबा पूर्वर उत्कलर उत्तमांग उत्कलर श्रेष्ठ कटक को थरे देखा लेखक आह्वान करिछंती। सौधावली रे परिपूर्ण कोठाबाड़ी रे परिपूर्ण कटक दिने गर्वित गजपतिर राजधानी थिला। स्मृतिपूत बिड़ानासी और लुंठित बारबाटी दुर्गर स्फलित पथर रे विभिन्न स्मृति और कीर्ति आज जाए लगी रही। एठारे बहु ज्ञानी गुणी ज्ञानदीप जाली दे जाइछंती। एठारे प्राबंधिक कटकर चित्र को वर्णना करिछंती केमिति ना लुंठित बारबाटी आउ बिड़ानासीर कथा को वर्णना करिछंती। कटक को श्यामल करिबा पथरे दक्षिणामुखी होई कोणार्क पथरे जीवाकू मध्य मेघ को आह्वान करिछंती।
କଟକ ପରେ କୋଣାର୍କକୁ ଯିବ। କୋଣାର୍କ ପଥରେ ଯାଉ ଯାଉ ଅତୀତ ଉତ୍କଳର ମାନଦଣ୍ଡ ରୂପେ ଦଣ୍ଡାୟମାନ କିଏ? ନା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଶୀର୍ଷଦେଶ ପ୍ରତି ମଥାନତ କରି ଚାଲିଯିବାକୁ ସେ ମେଘକୁ ପରାମର୍ଶ ଦେଇଛନ୍ତି। କଟକ ପରେ କେଉଁଠି ଯିବ? ନା ଭୁବନେଶ୍ୱର ଯିବ ମେଘ। ଭୁବନେଶ୍ୱର ଗଲାବେଳେ କ'ଣ ପଡ଼ିବ ବାଟରେ? ନା ଉତ୍କଳର ମାନଦଣ୍ଡ, ଅତୀତ ଉତ୍କଳର ମାନଦଣ୍ଡ ରୂପେ ଦଣ୍ଡାୟମାନ କିଏ? ନା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ସେଠି ବର୍ଷା କ'ଣ କରିବ? ନା ମଥାନତ କରିବ। ତା ଅର୍ଥ ବର୍ଷିବ ସେଠି ବର୍ଷା। ଏହିପରି ସେ ଉପକୂଳ ଅଞ୍ଚଳର ପଲ୍ଲୀବାଳା ଶୁଭଶଙ୍ଖ ବଜାଇ ତାକୁ ସ୍ୱାଗତ କରିବେ। ଉପକୂଳ ଅଞ୍ଚଳରେ ବାରିଧାରା ବର୍ଷଣ କରି ମେଘ ଧୀର ପଦପାତରେ ଆଗକୁ ଯିବାବେଳେ କୋଣାର୍କର କୃଷ୍ଣଚୂଡ଼ା ତା'ର ଦୃଷ୍ଟିପଥରେ ଭାସି ଆସିବ। ଭୁବନେଶ୍ୱର ପରେ ଯିବ କେଉଁଠିକି? ନା କୋଣାର୍କ ଯିବ। ସେଇ ଭୁବନ ମୋହନ କୋଣାର୍କର ତୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ। ତାହେଲେ କୋଣାର୍କ କାହାର ପ୍ରତୀକ? ନା ଭୁବନ ମୋହନ କୋଣାର୍କ ଦୃପ୍ତ ଏବଂ ଗର୍ବିତ ଓଡ଼ିଆ ଜାତିର ପ୍ରତୀକ ହେଉଛି କୋଣାର୍କ। ଅତୁଳିତ ଲଳିତ କଳାର ଛନ୍ଦମୟୀ ଗାଥା ଓ ଅତୀତ ବିଭବର କଥା ସେ କହିବ। କିଏ? କୋଣାର୍କ ମନ୍ଦିର। କୋଣାର୍କର ଚାରୁଚୂଡ଼ାକୁ ଚୁମ୍ବନ କରି ଚଞ୍ଚଳ ଗତିରେ ନୀଳାଞ୍ଚଳକୁ ଗତି କରିବା ବେଳେ ପଥ ମଧ୍ୟରେ ସାକ୍ଷୀଗୋପାଳଠାରେ ଛୁରିଅନା ଓ ବକୁଳ ବନକୁ ମୃଦୁ ସ୍ପର୍ଶ ଦେଇ ଶ୍ୟାମଳ କରିଯିବାକୁ ଲେଖକ କହିଛନ୍ତି। ପୁରୀ ଗଲାବେଳେ କ'ଣ ପଡ଼ିବ? ନା କୋଣାର୍କ ପଡ଼ିବ, ସାକ୍ଷୀଗୋପାଳ ପଡ଼ିବ। ତେଣୁ ଏହି ସାକ୍ଷୀଗୋପାଳର ବକୁଳ ଛୁରିଅନା ବନକୁ କ'ଣ କରିବ? ନା ମେଘ ସ୍ପର୍ଶ କରି ତାକୁ ଶ୍ୟାମଳ କରିବାକୁ ପ୍ରାବନ୍ଧିକ ଏଠାରେ ମେଘକୁ ଆହ୍ୱାନ କରିଛନ୍ତି। ଆଉ କ'ଣ ହେବ? ନା ଏଇଠାରେ ଗୋପାଳଙ୍କୁ ପ୍ରଣତି ଢାଳି ନୀଳାଚଳ ଧାମ ଉଦ୍ଦେଶ୍ୟରେ ଯିବ। ଯେଉଁ ନୀଳାଚଳ ଉତ୍କଳ କମଳର କେଶର। ପୃଥିବୀ ମଧ୍ୟରେ ଯେମିତି ଭାରତ ଶ୍ରେଷ୍ଠ, ଭାରତ ମଧ୍ୟରେ ସେହିପରି ଉତ୍କଳ ଶ୍ରେଷ୍ଠ, ଉତ୍କଳ ମଧ୍ୟରେ ସେହିପରି ନୀଳାଞ୍ଚଳ ଶ୍ରେଷ୍ଠ। ସେଠାରେ ଲୀଳାମୟ ନିଜେ ବିରାଜମାନ କରୁଛନ୍ତି। ସେହି ଲୀଳାମୟ ନିଜେ ଯେଉଁ ସ୍ଥାନକୁ ବାସସ୍ଥାନ ରୂପେ ବାଛିଛନ୍ତି, ସେହି ଲୀଳାମୟ ଜଗନ୍ନାଥ ହିଁ ଉତ୍କଳର ଇତିହାସ। ନୀଳାଚଳଠାରୁ ଚାରୁ ଚିଲିକା ବକ୍ଷ ଦେଇ ସମଗ୍ର ଉପକୂଳ ଓ ମାଳ ଅଞ୍ଚଳକୁ ବ୍ୟାପିଯାଇ ଉତ୍କଳରେ ତା'ର କାମ ଶେଷ କରିବାକୁ କହିବା ବେଳେ ପ୍ରାବନ୍ଧିକ ଗଞ୍ଜାମ ଓ ଜୟପୁରକୁ ଭୁଲି ନ ଯିବାକୁ ପାଇଁ ବର୍ଷାକୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବର୍ଷାବରଣ କରିବାକୁ ଯାଇ ଉତ୍କଳର ଯେଉଁ ସବୁ ଭୌଗୋଳିକ ସ୍ଥାନର ବର୍ଣ୍ଣନା ଦେଇଛନ୍ତି, ତାହା ସମସାମୟିକ ପ୍ରାବନ୍ଧିକମାନଙ୍କଠାରୁ ତାଙ୍କୁ ଆଗରେ ରଖିଛି। ପିଲାମାନେ, ଆଜି ଉତ୍କଳର ବିଭିନ୍ନ ଐତିହାସିକ ସ୍ଥାନ ଏବଂ କାହା ପରେ କିଏ ଆସୁଛି ଏବଂ ବର୍ଷାକୁ କବି କିପରି ଆହ୍ୱାନ କରିଛନ୍ତି, କେଉଁ ଅଞ୍ଚଳକୁ ଆଗେ କହିଛନ୍ତି, ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଦର୍ଶାଇଛନ୍ତି, ସେ ବିଷୟରେ ଜାଣିଲ। ଅନ୍ୟ ଏକ କ୍ଲାସ୍ରେ ଏହାର ଆଉ ଗୋଟିଏ ଦିଗକୁ ପର୍ଯ୍ୟାଲୋଚନା କରିବା। ଧନ୍ୟବାଦ।